ଦେଖନ୍ତୁ ପୁଣି ଥରେ ଭତ୍ତା ଟଙ୍କାକୁ ନେଇକି ଆଜି ଖବର ଆସିଛି 1000 ଟଙ୍କାରେ ଅଣ୍ଟୁନି ବର୍ଦ୍ଧିତ ଭତ୍ତା ଅପେକ୍ଷାରେ 50 ଲକ୍ଷ ହିତାଧିକାରୀ। ଜଣେ ବିଧବା ମହିଳାଙ୍କର କଥା ଏଠି ଉଲ୍ଲେଖ କରାଯାଇଛି କି ଘରେ ସେ ଏକା ସରକାର ଯେଉଁ ମାସକୁ ବିଧବା ଭତ୍ତା ଦେଉଛନ୍ତି 1000 ଟଙ୍କା ତା କ'ଣ ଘର ଚଳିବା ପାଇଁ ବର୍ତ୍ତମାନ ସମୟରେ ସଫିସିଏଣ୍ଟ କି? ମେଡିସିନ ଘର ଖର୍ଚ୍ଚ ବାଦରେ ଚଳିବା ବହୁତ ହି କଷ୍ଟକର। ଏ ଘଟଣା କେବଳ ଜଣେ ବିଧବା ମହିଳାଙ୍କର ନୁହଁ, ଏ ଚିତ୍ର ହେଉଛି ସାରା ଓଡ଼ିଶାର। ଏମିତି ଲକ୍ଷ ଲକ୍ଷ ଦୁଃଖୀ ହିତାଧିକାରୀମାନେ ମଧ୍ୟ ଅଛନ୍ତି। ହିତାଧିକାରୀଙ୍କର କହିବା କଥା 2024 ନିର୍ବାଚନ ସମୟରେ ବାର୍ଦ୍ଧକ୍ୟ ବିଧବା ଆଉ ଭିନ୍ନକ୍ଷମ ଭତ୍ତା ବଢ଼ିବା ନେଇକି ଯେଉଁ ରାଜନୈତିକ ପ୍ରତିଶ୍ରୁତି ଦଳ ଇସ୍ତାହାରରେ ଦେଇଥିଲା ବିଜେପି ଦଳ, ଆଉ ଯେତେବେଳେ କ୍ଷମତାକୁ ଆସିଲା ବିଜେପି ଘୋଷଣା ମଧ୍ୟ ହେଲା କି ଆମେ ଭତ୍ତା ବଢ଼େଇଦେଲୁ, ଏମିତି ଆମେ ଘୋଷଣା କରିଥିଲୁ ଇସ୍ତାହାରରେ। କିନ୍ତୁ ଯେଉଁ ଘୋଷଣା ହେଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କଲା ଭଳି। କେବଳ ବର୍ଦ୍ଧିତ ଭତ୍ତା ଯେଉଁ ମାସକୁ 3500 ଲେଖାଏଁ ମିଳୁଛି ଏବେ, ତା କେଉଁମାନଙ୍କୁ ନା ଯେଉଁମାନଙ୍କୁ 80 ବର୍ଷରୁ ଅଧିକ, ତା ସହିତ ଯେଉଁମାନଙ୍କର 80%ରୁ ଅଧିକ ଶାରୀରିକ ଅକ୍ଷମ, ସେଇମାନଙ୍କୁ ହିଁ କେବଳ ବର୍ଦ୍ଧିତ ଭତ୍ତା ମାସକୁ 3500 ଲେଖାଏଁ ମିଳିବ। ସେ ସମୟରେ ବି ଏ ଘୋଷଣା ପରେ ପରେ ଆକୁ ନେଇକି ସାଧାରଣରେ ବହୁତ ଚର୍ଚ୍ଚା ହେଇଥିଲା, କାହିଁକିନା ବର୍ତ୍ତମାନ ସମୟରେ 80 ବର୍ଷ ପର୍ଯ୍ୟନ୍ତ କେତେ ବା ଲୋକ ବଞ୍ଚୁଛନ୍ତି। ଦ୍ୱିତୀୟ କଥା, 80%ରୁ ଅଧିକ ଯେଉଁମାନେ ଶାରୀରିକ ଅକ୍ଷମ, ପ୍ରକୃତରେ କ'ଣ ସେଇମାନେ ହିଁ କେବଳ ଅକ୍ଷମ? ତାଠୁ ଯେଉଁମାନଙ୍କର କମ୍ ରହିଛି ସାର୍ଟିଫିକେଟ୍ରେ ପରସେଣ୍ଟେଜ୍, ସେମାନେ କ'ଣ ଅକ୍ଷମ ନୁହନ୍ତି କି? ତ ଏମିତି ବହୁତ ଚର୍ଚ୍ଚା ହେଇଥିଲା। ତାପରେ ବି ସରକାରୀ ସ୍ତରରୁ ଯାହା ଘୋଷଣା ହେଇଥିଲା ତାକୁ ଆଉ ରିଭ୍ୟୁ କରାଗଲା ନାହିଁ। ଯାହା ଘୋଷଣା ଥିଲା ତା ଏବେ ବି ରହିଛି। ଏମିତି ଖବରକାଗଜରେ ବହୁତ ଥର ଆସୁଛି ମଧ୍ୟ, କିନ୍ତୁ ଏ ବାବଦରେ କାହାରି ପାଟିରୁ କିଛି ବି ବା କୌଣସି ବିଭାଗ ମଧ୍ୟ କିଛି କହିପାରୁନି କି କୌଣସି ପ୍ରଶାସନିକ ଅଧିକାରୀ ନା କୌଣସି ନିର୍ବାଚିତ ପ୍ରତିନିଧି, ସମସ୍ତେ ଚୁପ୍। ଦେଖନ୍ତୁ, ଯେଉଁମାନେ ହିତାଧିକାରୀ ତାଙ୍କର କହିବା କଥା ହେଉଛି ବର୍ତ୍ତମାନ ସମୟରେ ବଜାରରେ ଯେଉଁଭଳି ଦରଦାମ ରହିଛି, ତାପରେ ଏପଟେ ମାସକୁ ଯେଉଁ 1000 ଟଙ୍କା ମିଳୁଛି ଭତ୍ତା, ତା ଚଳିବା ବହୁତ ହି କଷ୍ଟକର। ତେଣୁ ହିତାଧିକାରୀମାନଙ୍କର ଯେଉଁ ଥିଲା ଡିମାଣ୍ଡ, ସେ ସମୟରେ ରାଜନୈତିକ ଇସ୍ତାହାରରେ ଯେଉଁ ଦିଆଯାଇଥିଲା କି ମାସକୁ 3000 ଲେଖାଏଁ ଭତ୍ତା ସମସ୍ତଙ୍କୁ ମିଳିବ, ବାର୍ଦ୍ଧକ୍ୟ ବିଧବା ଭିନ୍ନକ୍ଷମ ସମସ୍ତେ 3000 ଲେଖାଏଁ ବର୍ଦ୍ଧିତ ଭତ୍ତା ପାଇବେ, ତାକୁ ସରକାର ଘୋଷଣା କରନ୍ତୁ। ତେଣୁ ଏ ନେଇ ବର୍ତ୍ତମାନ ସମୟରେ ଯଦି ଦେଖିବା 80 ବର୍ଷରୁ ଅଧିକ ବୟସ ଲୋକ କେତେ ହିତାଧିକାରୀ ଅଛନ୍ତି ଯେଉଁମାନେ କି ମାସିକ 3500 ପାଉଛନ୍ତି? ବହୁତ ହି କମ୍ ସଂଖ୍ୟା, 3,85,797 ଜଣ। ସେମିତି ଯଦି ଦେଖିବା ଭିନ୍ନକ୍ଷମ ବି ଦେଖନ୍ତୁ 1,63,317 ଜଣ ଯେଉଁମାନେ କି ଭିନ୍ନକ୍ଷମ ହିତାଧିକାରୀ ମାସକୁ 3500 ଟଙ୍କା ଲେଖାଏଁ ଏବେ ପାଉଛନ୍ତି। ତେଣୁ ସେମାନଙ୍କ ସଂଖ୍ୟା ଯଦି ଦେଖିବେ ବହୁତ ହି କମ୍ ରହିଛି। କିନ୍ତୁ 60 ବର୍ଷ ବା ତାଠୁ ଅଧିକ ଯଦି ଦେଖିବା ଯେଉଁମାନେ କି ମାସିକ ଭତ୍ତା 1000 ଲେଖାଏଁ ପାଉଛନ୍ତି, ସେମାନଙ୍କର ସଂଖ୍ୟା ବହୁତ ହି ଅଧିକ, 50 ଲକ୍ଷ ହିତାଧିକାରୀ ପାଖାପାଖି ଯେଉଁମାନେ କି ଏବେ ଭତ୍ତା ପାଉଛନ୍ତି ବିଭିନ୍ନ ଯୋଜନା ଅଧୀନରେ। ତେଣୁ ସେଇମାନଙ୍କର କହିବା କଥା ହେଉଛି କି ସରକାର ଯେଉଁ ନିର୍ବାଚନ ଇସ୍ତାହାରରେ ପ୍ରତିଶ୍ରୁତି ଦେଇଥିଲେ ସେଇ ମୁତାବକ ଏବେକା ସମୟରେ ଏବେକାର ବଜାର ଦରଦାମ ଯେଉଁଭଳି ରହିଛି, ଯଦି 3000 ଟଙ୍କା ଲେଖାଏଁ ସମସ୍ତଙ୍କୁ ଭତ୍ତା ଦିଆଯାନ୍ତା, ତାଦ୍ୱାରା ସାଧାରଣ ଲୋକମାନେ ଉପକୃତ ହୁଅନ୍ତେ। ତା ବାଦରେ ସବୁଠୁ ବଡ଼ ଦୁଃଖର କଥା ହେଉଛି ଏପଟେ ବୟସ ହେଇଗଲାଣି ଭତ୍ତା ପାଇବା ପାଇଁ, କିନ୍ତୁ ଅନଲାଇନ୍ରେ ଆପ୍ଲାଏ ବି କରିଛନ୍ତି ଲୋକ, ତାପରେ ବି 7,28,000ରୁ ଅଧିକ ଆବେଦନକାରୀଙ୍କର ଯେଉଁ ଭତ୍ତା ପାଇଁ ଆବେଦନ, ତା ଏବେ ବି ପେଣ୍ଡିଂରେ ପଡ଼ିକି ରହିଛି। କେବେ ସେମାନଙ୍କୁ ସାମିଲ କରାଯିବ ଭତ୍ତା ଲିଷ୍ଟରେ, ସେମାନେ କେବେ ଭତ୍ତା ପାଇବେ, ଆର ଉତ୍ତର କାହାରି ପାଖରେ ନାହିଁ। ଦେଖନ୍ତୁ, ଲକ୍ଷାଧିକ ଯେଉଁ ହିତାଧିକାରୀ ଅପେକ୍ଷାରେ ଅଛନ୍ତି, ସେମାନଙ୍କୁ କ'ଣ ଆଉ ବକେୟା ଭତ୍ତା ମିଳିବ କି? ଅର୍ଥାତ୍ 60 ବର୍ଷ ଯେଉଁମାନଙ୍କୁ ପାର ହେଲାଣି ସେମାନେ ଏବେ ଭତ୍ତା ପାଇବା କଥା, କିନ୍ତୁ ଏ ପର୍ଯ୍ୟନ୍ତ ବି ଭତ୍ତା ଲିଷ୍ଟରେ ସାମିଲ ହୋଇପାରୁନାହାନ୍ତି। କେବେ ତାଲିକାରେ ସେମାନଙ୍କର ନାମ ଚଢ଼ିବ ସେ କଥା ନା ବିଭାଗ କହିପାରୁଛି, ନା ସ୍ଥାନୀୟ ପ୍ରଶାସନିକ ଅଧିକାରୀ କହିପାରୁଛନ୍ତି, ନା କୌଣସି ନିର୍ବାଚିତ ପ୍ରତିନିଧି। ତ এইভাবে রয়েছে বর্তমান সময়ে ওড়িশার চিত্র। এ তো ভত্তা টঙ্কা নেই আমি বাস কেবল কথা হচ্ছু, এইভাবে অন্যান্য যোজনা গুড়িকরে বি বহুত অনিয়মিততা রয়েছে। যে টঙ্কা পাচ্ছেন যে ন পাচ্ছেন কণ করবে, পুরা নিরুপায় হয়েকি নীরব হয়েকি রহবা ছড়া তাঁর পাখে আৌসি বি কিছু রাস্তা না। তেণু আপন মধ্যে এই ভত্তা টঙ্কা যে 3000 মিলবা প্রসঙ্গে কণ রহব মতামত নিশ্চয় কমেন্টরে জনাইবে। যেতবে যা বি গভর্নমেন্টর সব অপডেট আসুচি, সবুর টেকনিক অপডেট পাই আম চ্যানেল যদি নূଆ করি আসি থাকে, আমি সবসক্রাইব করে নিয়ন্তু।